ପ୍ରିୟ ଆତ୍ମନ୍, ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ ବା ଏହାର ବାହାରେ ସବୁଠାରୁ ଯେଉଁ ବଡ଼ ବସ୍ତୁ ଅଛି ତାହା ଆମରି ଆତ୍ମା। ଆମର ଆତ୍ମା ବାହାରେ ଆମ ଆତ୍ମା ଠାରୁ ବଡ଼ ବସ୍ତୁ ପ୍ରଥମେ କେବେ ଥିଲା, ନା ଆଜି ଅଛି, ନା ଆଗକୁ ହେବ। ଆତ୍ମାକୁ ଛାଡ଼ି ଅନ୍ୟ ସବୁ ଜଡ଼। ଆତ୍ମାର ଆସିବାରେ ବା ବ୍ୟାପକ ହେବାରେ ଚେତନା ଆସେ ଏବଂ ଆତ୍ମା ଚାଲିଗଲେ ଏହା ଚାଲିଯାଏ। ଶକ୍ତି ଏବଂ ବଳ ଯାହାଦ୍ୱାରା ସାରା ସଂସାରର କାର୍ଯ୍ୟ ସମ୍ପାଦିତ ହୁଏ ତାହା ଆତ୍ମାରେ ଥାଏ। କୌଣସି ଜଡ଼ ବସ୍ତୁରେ ଶକ୍ତି ନଥାଏ। ଜଡ଼ ବସ୍ତୁରେ ଯେଉଁ ଶକ୍ତି ଭ୍ରମବଶତଃ ଜଡ଼ବାଦୀଙ୍କ ଦୃଷ୍ଟିଗୋଚର ହୁଏ, ଏହା ତାହା ନୁହେଁ, ଜଡ଼ ବସ୍ତୁର ନୁହେଁ। ଏହା କେହି ଚେତନ ଆତ୍ମାର ଦିଆଯାଇଥିବା ଶକ୍ତି ଏବଂ ଚେତନ ଆତ୍ମାର ପ୍ରେରଣା। ଅଳ୍ପ ଅଧିକ ଘଡ଼ି ମଧ୍ୟ ଚେତନ ଭଳି ଟିକ୍ ଟିକ୍ କରେ ଏବଂ ପ୍ରତି ମୁହୂର୍ତ୍ତରେ ନିୟମ ଅନୁସାରେ ଚାଲୁଥାଏ। ଜଡ଼ବାଦୀ କୁହନ୍ତି ଆତ୍ମା ଏହିଭଳି। ଆତ୍ମା ଭଳି ଘଡ଼ି ହୋଇନପାରେ। ଘଡ଼ି ଜଡ଼ ଏବଂ ଆତ୍ମା ଚେତନ। ଘଡ଼ି ବନ୍ଦ ହୋଇ ପଡ଼ି ରହେ, ସର୍ବଦା ବନ୍ଦ ରୁହନ୍ତା ଯଦି କେହି ଆତ୍ମା ଏହାକୁ ଚାବି ଦେଇନଥାନ୍ତା। ଘଡ଼ିର ଆବିଷ୍କାର ବା ସୃଷ୍ଟି କେହି ଆତ୍ମା କରିଛି। ଆବିଷ୍କାର ହେବା ପରେ ମଧ୍ୟ ଆତ୍ମା ଦ୍ୱାରା ମରାମତି କରାଗଲେ ଚାଲେ ଏବଂ ବିଗାଡ଼ି ଦେଲେ ବନ୍ଦ ହୋଇଯାଏ। ଘଡ଼ିର ଇଚ୍ଛା ନାହିଁ, ଜଡ଼ରେ ଇଚ୍ଛା ହୋଇନପାରେ। ଇଚ୍ଛା ଶକ୍ତି ଆତ୍ମାର ଶକ୍ତି। ଘଡ଼ି ବର୍ଷ ବର୍ଷ ଧରି ପଡ଼ି ରହିଥାଏ, ମାତ୍ର କୌଣସି ଆତ୍ମା ନ ଚଲାଇଲେ ନିଜ ଇଚ୍ଛାରେ ଚାଲିପାରେ ନାହିଁ, ହଲିପାରେ ନାହିଁ, ଉଠିପାରେ ନାହିଁ କି ବସି ମଧ୍ୟ ପାରେ ନାହିଁ। ଜଡ଼ ପଦାର୍ଥ ମଧ୍ୟ ଚାଲେ, ମାତ୍ର ଆତ୍ମା ଚଳାଇବା ଦ୍ୱାରା ଚାଲେ, ଆପେ ଆପେ ଚାଲେ ନାହିଁ। ଆତ୍ମାକୁ ଯେତେବେଳେ ଖାଦ୍ୟର ଆବଶ୍ୟକ ହୁଏ ବା ଖାଇବାର ଇଚ୍ଛା ହୁଏ ବା ଭୋକ ଲାଗେ, ଏହା ଆପେ ଉଠେ ଏବଂ ଖାଦ୍ୟ ନେଇ ଖାଇଥାଏ। ମାତ୍ର ଘଡ଼ିର ଆଜି ପର୍ଯ୍ୟନ୍ତ କେବେ କୌଣସି ପଦାର୍ଥରେ ଇଚ୍ଛା ହୋଇନଥାଏ। କେବେ ଏପରି ହୋଇନାହିଁ କି ଘଡ଼ି ଚାଲିବାକୁ ଇଚ୍ଛା କରି ନିଜେ ଉଠି ଚାବି ଦେଇ ନିଜକୁ ଚାବି ଦେଇ ଚାଲିଛି। ଘଡ଼ି ନିଜକୁ ନିଜେ ତେବେ ଚାଲିବ ଯେବେ ସେଥିରେ ନିଜେ ନିଜେ ଚାଲିବାକୁ ଇଚ୍ଛା ହେବ। ମାତ୍ର ସେଥିରେ ଇଚ୍ଛା ନାହିଁ। ଘଡ଼ିର ମାଲିକ କୌଣସି ଆତ୍ମାର ଇଚ୍ଛା ହୁଏ ତ ଘଡ଼ି ଚାଲେ। ସେ ଘଡ଼ି ଚାବି ଆଣେ ଏବଂ ଚାବି ଦେଇ ଘଡ଼ିକୁ ଚଳାଏ। ଘଡ଼ି ଚାଲିବାକୁ ଲାଗେ। ଘଡ଼ି ଭିତରେ ଯଦି ମଇଳା ଜମିଯାଏ ବା ତା'ର କଳକବ୍ଜା ମଧ୍ୟରେ ଧୂଳିମଳି ପଡ଼ିଯାଏ, ସେ ନିଜକୁ ନିଜେ ମଇଳା ପରିଷ୍କାର କରିପାରେ ନା, ଝାଡ଼ିପାରେ ନା କି ଧୋଇପାରେ ନା। ମାତ୍ର ଆତ୍ମା ଯେତେବେଳେ ନିଜ ଶରୀରରେ ମଇଳା ସଫା କରିବାକୁ ଇଚ୍ଛା କରେ ତ ଝାଡ଼ିପାରେ, ଧୋଇ ପରିଷ୍କାର କରିପାରେ ଏବଂ ଗାଧେଇ ବି ପାରେ। ଘଡ଼ି ନିଜ ଇଚ୍ଛାରେ ଝାଡ଼ି ପୋଛି ହୋଇପାରେ ନା, କିନ୍ତୁ ଯେବେ କେହି ଆତ୍ମା ଇଚ୍ଛା କରେ ଘଡ଼ିକୁ ସଫା କରି ଦେଇପାରେ। ଘଡ଼ିର ନିଜର କୌଣସି ଇଚ୍ଛା ନାହିଁ ଏବଂ ବିନା ଇଚ୍ଛାରେ କୌଣସି କାମ ହୋଇପାରେ ନାହିଁ। ଇଚ୍ଛା ହିଁ ଶକ୍ତି, ଯାହାଦ୍ୱାରା ସବୁ କାମ ହୋଇପାରେ। ମାତ୍ର ଏ ଇଚ୍ଛା ଶକ୍ତି ଆତ୍ମାର ହିଁ ହୁଏ, ଜଡ଼ର ନୁହେଁ। ଇଚ୍ଛା ଶକ୍ତି ଆତ୍ମାର ଲହର, ଆତ୍ମାର ଗୁଣ। ଇଚ୍ଛା ଶକ୍ତି ଏବଂ ଆତ୍ମା ଦୁହେଁ ଏକ। ଯେଉଁଠି ଯେଉଁଠି ଆତ୍ମା ଅଛି ସେଇଠି ସେଇଠି ଚେତନା ଅଛି ଏବଂ ଯେଉଁଠି ଚେତନା ଅଛି ସେଇଠି ହିଁ ଆତ୍ମା ଅଛି। ଆତ୍ମଶକ୍ତି, ଇଚ୍ଛା ଶକ୍ତି ଏବଂ ମନୋବଳ ତିନି ହେଁ ଏକ। ଯେଉଁଠି ଆତ୍ମା ନାହିଁ ସେଠାରେ କୌଣସି ଶକ୍ତି ନାହିଁ ଏବଂ ସେଠାରେ କୌଣସି କାମ ହୋଇନପାରେ। ଆତ୍ମା ବା ଜୀବ ସବୁର ନିୟନ୍ତା। କେବଳ ଘଡ଼ି ନୁହେଁ, ଯେତେ ଯନ୍ତ୍ର, କଳ, ଇଞ୍ଜିନ୍ ଏବଂ ବଡ଼ ବଡ଼ କାରଖାନା ଅଛି, ସବୁର ଚାଳକ, ସବୁ ଆଦି ପ୍ରେରକ ଏହି ଆତ୍ମା ବା ଜୀବ। ଏଠାରେ ଏହା ପ୍ରଶ୍ନ ହୋଇପାରେ, କଳକବ୍ଜା ଚାଳକ ହାତ ଶରୀରର ଅଙ୍ଗ। ଏଣୁ ସମସ୍ତ କଳକବ୍ଜାର ଚାଳକ ଜୀବ ବା ଆତ୍ମାକୁ ନ କହି ଶରୀରକୁ କାହିଁକି କୁହା ନ ଯିବ? ଲାଠି ଦ୍ୱାରା ଲୋକ ମାରନ୍ତି, ମାତ୍ର କେହି କହେ ନାହିଁ ଯେ ଲାଠି ମାରିଛି, କୁହାଯାଏ ଲାଠି ଦ୍ୱାରା ମରାଗଲା। ଲାଠି ନିଜ ଇଚ୍ଛାରେ କାହାରିକୁ ମାରେ ନାହିଁ। ଏହାର ଇଚ୍ଛା ନାହିଁ, କାହିଁକି ନା ଏହା ଜଡ଼। ଜଡ଼ କୌଣସି କ୍ରିୟା ବା କର୍ମର କର୍ତ୍ତା ହୋଇନପାରେ। ଏହା ହିଁ କାରଣ ଯେ ଲାଠି ମାଡ଼ରେ ମାତ୍ର ଦଣ୍ଡ ପାଏ ଲୋକ। ଲାଠି ପରି ଶରୀର ବା ଶରୀରର ଅଙ୍ଗ ଆପେ ଆପେ କିଛି କରିପାରେ ନା। ଯଦି ଏହା ଉପରେ ଇଚ୍ଛା ଶକ୍ତି, ମନୋବଳ
ବା ଆତ୍ମବଳ ପ୍ରୟୋଗ କରା ନଯାଏ। ଯଦି ବିନା ଜୀବନରେ ଶରୀରର ଅଙ୍ଗ ଚାଲିପାରନ୍ତା, ମୁର୍ଦାର ହାତ ପାଦ ମଧ୍ୟ ଚାଲିପାରନ୍ତା। ସମସ୍ତ କଳକାରଖାନା, ଇଞ୍ଜିନ, ମୋଟର, ସବୁ ଯନ୍ତ୍ର, ସବୁର ଚାଳକ ହାତ ଗୋଡ଼ ବା ଶରୀରର ଅନ୍ୟାନ୍ୟ ଅଙ୍ଗ। ମାତ୍ର ହାତ ଏବଂ ଶରୀରର ଅନ୍ୟ ସମସ୍ତ ଅଙ୍ଗର ଆଦି ପ୍ରେରକ ବା ଚାଳକ ଆତ୍ମବଳ। ଯେଉଁ ବଡ଼ ବଡ଼ ଫ୍ୟାକ୍ଟ୍ରି ବା କଳକାରଖାନା ଦେଖି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯାଆନ୍ତି, ଯେଉଁ ବ୍ୟାୟାମଯାନ ଏବଂ ରେଡ଼ିଓର ବ୍ୟାଖ୍ୟାନ ତଥା ଚିତ୍ର ଦେଖି ଆପଣ ଚମକି ରହିଯାଆନ୍ତି, ସେସବୁ ଆତ୍ମା ଚଳାଇବା ପରେ ଚାଲନ୍ତି। ଏତିକି ନୁହେଁ, ଏହା ଆତ୍ମା ଦ୍ୱାରା ତିଆରି ହେବା ଯୋଗୁଁ ସୃଷ୍ଟି ମଧ୍ୟ ହୁଅନ୍ତି, ଆତ୍ମା ଦ୍ୱାରା ଆବିଷ୍କାର ହୋଇ ଆବିଷ୍କୃତ ହୁଅନ୍ତି ଏବଂ ଆତ୍ମାର ନିୟନ୍ତ୍ରଣ ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି। ଏହି ଆତ୍ମା, ଏହି ଚେତନ ତତ୍ତ୍ୱ ସବୁର ଉତ୍ପାଦକ, ରଚୟିତା, ନିୟନ୍ତା ଏବଂ ସ୍ରଷ୍ଟା। ହାତର ଗୋଟିଏ ଆଙ୍ଗୁଳି ମଧ୍ୟ ଇଚ୍ଛା ଶକ୍ତି ଏବଂ ଆତ୍ମବଳ ବିନା ହଲିବ ନାହିଁ। ସଂସାରର କାମ ବିନା ଇଚ୍ଛାରେ ହୋଇପାରେ ନା। ଇଚ୍ଛା ତାହାରି ହୁଏ ଯାହାର ଆବଶ୍ୟକ ହୁଏ। ଆତ୍ମାର ଦେଖିବାର ଇଚ୍ଛା ହିଁ ଆଖି ବା ଚକ୍ଷୁକୁ ଉତ୍ପନ୍ନ କଲା। ଆତ୍ମାର ଶୁଙ୍ଘିବାର ଇଚ୍ଛା ହିଁ ଘ୍ରାଣେନ୍ଦ୍ରିୟ ଉତ୍ପନ୍ନ କଲା। ଏହିଭଳି ଶରୀରର ପ୍ରତ୍ୟେକ ଅଙ୍ଗର ଉତ୍ପତ୍ତି ହେଲା। ଉତ୍ପନ୍ନ ପରେ ମଧ୍ୟ ଆତ୍ମା ଦେଖିବାକୁ ଇଚ୍ଛା କଲେ ଯାଇ ଦେଖିପାରେ। ଆହୁରି ସେ ଯେଉଁ ଦ୍ରବ୍ୟ ଦେଖିବାକୁ ଇଚ୍ଛା କରେ ତ ତାହାକୁ ଦେଖେ। ଆଗରେ ଥାଇ ମଧ୍ୟ ଅନ୍ୟ ବସ୍ତୁ ଦେଖାଯାଏ ନାହିଁ। ମନ ଯଦି ଅନ୍ୟ ଆଡ଼େ ଲାଗିଥାଏ ତ ଆଗରେ କେତେ ଦ୍ରବ୍ୟ ଦୂରେଇ ଯାଉଥାଏ, ମାତ୍ର ସେ ଦେଖିପାରେ ନାହିଁ। ଯେବେ ଆତ୍ମା ଇଚ୍ଛା କରେ ତ ଶରୀର ଚାଲେ, ଇଚ୍ଛା କରେ ତ ଶରୀର ଦୋହଲୁଥାଏ, ଇଚ୍ଛା କରେ ତ ଦୌଡ଼େ। ଏହିପରି ସଂସାରରେ ଯାହା କିଛି ହେଉଛି ଏବଂ ଯାହା କିଛି ଅଛି, ସବୁର କାରଣ ଜୀବ ବା ଆତ୍ମା। ଯେଉଁଠି ମୋଟର କାର ଦୌଡ଼ୁଛି, ଯେଉଁଠି ରେଳଗାଡ଼ି ଚାଲୁଛି, ପୁଣି ଯେଉଁଠି ବ୍ୟାୟାମଯାନ ଉଡ଼ୁଛି, ସବୁର ଆବିଷ୍କାରକ, ଚାଳକ ଏବଂ ନିର୍ମାଣ ଜୀବ, ଆତ୍ମା ଏବଂ ଏହାର ଇଚ୍ଛା ଶକ୍ତି। ଯଦି ଆତ୍ମା ନଥାନ୍ତା, ଏସବୁ ଚାଲନ୍ତା ନାହିଁ କି ସୃଷ୍ଟି ମଧ୍ୟ ହୋଇନଥାନ୍ତା। କିଛି ଦ୍ରବ୍ୟ ବ୍ୟଷ୍ଟି ଆତ୍ମା ଦ୍ୱାରା ରଚିତ ଏବଂ ବହୁତ ସମଷ୍ଟି ଆତ୍ମା ଦ୍ୱାରା ରଚିତ। 2 ବା 3ଟି ଘର ଯଦି ବ୍ୟଷ୍ଟି ଆତ୍ମା ଦ୍ୱାରା ରଚିତ ହୋଇଛି, ତେବେ ସଂସାରର ସମସ୍ତ ଘର ସମଷ୍ଟି ଆତ୍ମା ଦ୍ୱାରା ରଚିତ ହୋଇଛି। ଚକ୍ଷୁ ଇନ୍ଦ୍ରିୟଯୁକ୍ତ ଶରୀର ବିଶିଷ୍ଟ ଆତ୍ମାକୁ ହିଁ ଖରା ଏବଂ ଆଲୁଅର ଆବଶ୍ୟକତା ଅଛି। ତେଣୁ ଏ ଜୀବ ଅର୍ଥାତ୍ ସମଷ୍ଟି ଆତ୍ମା ସୂର୍ଯ୍ୟଙ୍କୁ ରଚନା କଲା। ଯେମିତି ଘଡ଼ିର ଆବଶ୍ୟକତା ଜଡ଼ ସଂସାରରେ ନଥିଲା, ଆତ୍ମାର ଥିଲା। ସଂସାରର ଆବଶ୍ୟକତା ମଜହବି ଏବଂ କାଳ୍ପନିକ ଈଶ୍ୱରର ନୁହେଁ। ତେଣୁ ଆତ୍ମା ହିଁ ସଂସାରକୁ ରଚନା କରିଛି। ଜଡ଼ ସଂସାର ଜଡ଼ ହେବା କାରଣରୁ ନିଜକୁ ରଚନା କରିବାକୁ ଇଚ୍ଛା କରିପାରେ ନା। ରଚିବା ତ ଦୂରର କଥା, ଯେଉଁମାନେ ସଂସାରର କର୍ତ୍ତା ଈଶ୍ୱର ବୋଲି କହନ୍ତି, ସେମାନେ ଏତିକି କଥା ଭୁଲି ଯାଆନ୍ତି ଯେ ସେମାନେ ଈଶ୍ୱରଙ୍କୁ ପୂର୍ଣ୍ଣ କାମ ଏବଂ ନିରୀହ କହନ୍ତି, ଯାହାର କୌଣସି ବସ୍ତୁର ଆବଶ୍ୟକତା ବା ଇଚ୍ଛା ନଥାଏ। ଯଦି ଈଶ୍ୱର ପୂର୍ଣ୍ଣ କାମ ହୋଇନଥାନ୍ତେ, ତାଙ୍କର ମଧ୍ୟ ଦେଖିବାକୁ, ଚାଲିବାକୁ, ଶୁଣିବାକୁ, ଦୌଡ଼ିବାକୁ, କହିବାକୁ ଏବଂ ଲଢ଼ିବାକୁ ଇଚ୍ଛା ହୁଅନ୍ତା। ଏବଂ ଯଦି ଏସବୁର ଇଚ୍ଛା ହୁଅନ୍ତା, ତେବେ ତାଙ୍କର ଶରୀର ହୋଇଥାନ୍ତା। ଲୋକମାନେ ଈଶ୍ୱରଙ୍କୁ ଅଶରୀରୀ ମାନନ୍ତି। ଇଚ୍ଛା ତାଙ୍କରି ହୁଏ ଯାହା ଜୀବର ଆବଶ୍ୟକତା ଥାଏ ଏବଂ ଜୀବର ଆବଶ୍ୟକତା ସେହି ବସ୍ତୁ ହୁଏ ଯାହା ତା ପାଖରେ ନଥାଏ। ମାତ୍ର ଈଶ୍ୱରଙ୍କୁ ଲୋକେ ପୂର୍ଣ୍ଣ ମାନନ୍ତି। ତେଣୁ ତାଙ୍କର କୌଣସି ବସ୍ତୁର ଆବଶ୍ୟକତା ନଥିବାରୁ ତାଙ୍କର କୌଣସି ବସ୍ତୁର ଇଚ୍ଛା ହୁଏ ନାହିଁ। ଯାହାର କୌଣସି ଦ୍ରବ୍ୟର ଇଚ୍ଛା ନାହିଁ, ସେ ଈଶ୍ୱର। ସେ ଅନ୍ୟ କାହାରିକୁ ବ୍ୟର୍ଥରେ ବିନା ଇଚ୍ଛାରେ କାହିଁକି ସୃଷ୍ଟି କରିବ? ଯେ ଇଚ୍ଛା ରହିତ ସେ କିଛି କରିପାରିବ ନାହିଁ। ସଂସାର ବା ଯେ କେହି ଜଡ଼ବସ୍ତୁ ନିଜେ ବା ବିନା କୌଣସି ଜୀବର ଇଚ୍ଛାରେ ସୃଷ୍ଟି ହୋଇନପାରେ। ତେଣୁ ଏହା ସିଦ୍ଧ ଯେ ସଂସାରର ସୃଷ୍ଟିକର୍ତ୍ତା ଜୀବ ବା ଆତ୍ମା ଅନ୍ୟ କେହି ନୁହେଁ। ଯେପରି ଏ ଆତ୍ମା ସ୍ୱପ୍ନ ବା ସମାଧିରେ ନିଜ ଇଚ୍ଛା ମାତ୍ର ଦ୍ୱାରା ପୃଥ୍ୱୀ, ସୂର୍ଯ୍ୟ, ଚନ୍ଦ୍ର, ତାରା, ନଦୀ, ସମୁଦ୍ର ଏବଂ ପାହାଡ଼ ସୃଷ୍ଟି କରିପାରେ, ସେହିପରି ଭାବରେ ଜାଗ୍ରତର ଜଡ଼ ସଂସାର ମଧ୍ୟ
ଆତ୍ମା ଦ୍ୱାରା ସୃଷ୍ଟି ହୋଇଥାଏ। ଏହା ଉପରେ ପ୍ରଶ୍ନ ଉଠିପାରେ, ସ୍ୱପ୍ନର ସଂସାର ବ୍ୟଷ୍ଟି ଜୀବର ନିଦ୍ରା, ଅର୍ଥାତ୍ ଗୋଟିଏ ଜୀବର ନିଦ୍ରା ଭାଙ୍ଗିଗଲା ପରେ ଲୁପ୍ତ ହୋଇଯାଏ। ମାତ୍ର ଏ ସଂସାର ଗୋଟିଏ ଜୀବ, ଅର୍ଥାତ୍ ବ୍ୟଷ୍ଟି ଜୀବ ସଂସାର ଛାଡ଼ିଦେଲା ପରେ ବା ମରିଗଲା ପରେ ଲୁପ୍ତ ହୁଏ ନାହିଁ। କାରଣ ବ୍ୟଷ୍ଟି ଜୀବର ରଚିତ ସ୍ୱପ୍ନର ସୃଷ୍ଟି ବ୍ୟଷ୍ଟି ଜୀବ ଜାଗ୍ରତ ହେଲେ ନଷ୍ଟ ହୋଇଯାଏ। ମାତ୍ର ଜାଗ୍ରତର ସୃଷ୍ଟି ବ୍ୟଷ୍ଟିର ରଚିତ ନୁହେଁ, ସମଷ୍ଟିର ରଚିତ। ତେଣୁ ବ୍ୟଷ୍ଟି ଜୀବ ମରିଯିବା ପରେ ମଧ୍ୟ ତାହା ସବୁ ଜୀବଙ୍କ ପାଇଁ ନଷ୍ଟ ହୁଏ ନାହିଁ। ଏହିପରି ହୁଏ ଯେ ମରିଯିବା ପରେ ସେହି ବ୍ୟଷ୍ଟି ପାଇଁ, ସେହି ଜୀବ ପାଇଁ ଏ ଜାଗ୍ରତ ସଂସାର ନଷ୍ଟ ହୋଇଯାଏ। ଜାଗ୍ରତର ସୃଷ୍ଟି ସ୍ୱପ୍ନ ସମାନ। ଦୁହେଁ ଆତ୍ମାର ସଂକଳ୍ପ। ଜାଗ୍ରତ ଦ୍ୱାରା ସୃଷ୍ଟି ହୁଏ, ନଷ୍ଟ ମଧ୍ୟ ହୁଏ। ଜାଗ୍ରତ ଏବଂ ସ୍ୱପ୍ନର ସୃଷ୍ଟି ଜଣକାର କଳ୍ପନା। ଜୀବ କଳକାରଖାନା ଏବଂ ଜଡ଼ ପଦାର୍ଥ ଦ୍ୱାରା ସୃଷ୍ଟି ନୁହେଁ, ମାତ୍ର ସମସ୍ତ କଳକାରଖାନା ଏବଂ ସମଗ୍ର ଜଡ଼ ସଂସାର ସେହି ଚେତନ ତତ୍ତ୍ୱ ଦ୍ୱାରା ରଚିତ, ଯାହାକୁ ଆମେ ନିଜକୁ ମାନୁ ଏବଂ ଯାହାକୁ ଲୋକମାନେ ଆତ୍ମା କହନ୍ତି। ଆତ୍ମାର ଇଚ୍ଛା ଶକ୍ତି ହିଁ ସାରା ସଂସାରର ସ୍ରଷ୍ଟାର ଚାଳକ, ସଂହାରକ ଏବଂ ପାଳକ ମଧ୍ୟ। ଏହି ଇଚ୍ଛା ଶକ୍ତି ହିଁ ସବୁକିଛି। ଯାହା କିଛି ଚାହାନ୍ତି ନେବାର ଅଛି, ୟାଠାରୁ ନେଇ ନିଅନ୍ତୁ। କାହିଁକି କାହାରି ଆଗରେ ହାତ ପାତୁଛନ୍ତି? କାହିଁକି ଭିକ ମାଗୁଛନ୍ତି? କାହିଁକି ଖସାମଦ ବା ସ୍ତୁତି କରୁଛନ୍ତି? ଯାହା କିଛି ଚାହୁଁଛନ୍ତି ନିଜ ଇଚ୍ଛା ଶକ୍ତି ଠାରୁ ନେଇ ନିଅନ୍ତୁ। ସେ ସବୁକିଛି ଦେଇପାରିବ, ସବୁକିଛି କରିପାରିବ। ଯିଏ ଏହି ଇଚ୍ଛା ଶକ୍ତି ଏବଂ ଆତ୍ମବଳକୁ ଚିହ୍ନାଇ ଦିଏ ସେହି ସଦ୍ଗୁରୁ ଅଟନ୍ତି ଏବଂ ସେ ସଂସାର କଳ୍ପିତ ଈଶ୍ୱର ଠାରୁ ଅନେକ ଗୁଣ ବଡ଼ ଅଟନ୍ତି। ଯିଏ ଏପରି ଆତ୍ମତତ୍ତ୍ୱକୁ ବତାଏ ନାହିଁ, ଇଚ୍ଛାର ଏପରି ଶକ୍ତିକୁ ଆପଣଙ୍କ ଆଗରେ ପ୍ରକଟ କରାଏ ନାହିଁ, ଏହି ଆତ୍ମବଳ ଏବଂ ମନୋବଳକୁ ଆପଣଙ୍କ ଠାରୁ ଲୁଚାଇ ରଖନ୍ତି, ସେ ଆପଣଙ୍କ ଗୁରୁ ନୁହେଁ, ଶତ୍ରୁ। ସେ ଆପଣଙ୍କୁ ଅନ୍ଧକାରରେ ରଖିବାକୁ ଚାହାନ୍ତି। ଦେବାଦେବୀ, ରାଜା ରାଣୀ, ଧନୀ କାଙ୍ଗାଳ ଯେ ବି ହଉ, କାହାରି ଗୋଲାମୀ, କାହାରି ଦାସତ୍ୱ ଆପଣଙ୍କୁ ସ୍ୱତନ୍ତ୍ର ଏବଂ ସ୍ୱାବଲମ୍ବୀ ହେବାକୁ ଦେବେ ନାହିଁ। ଆତ୍ମବଳ, ଇଚ୍ଛା ଶକ୍ତି ଏବଂ ମନୋବଳର ଗ୍ରନ୍ଥାଘର ଯେତେବେଳେ ଆପଣଙ୍କ ଭିତରେ ଗଚ୍ଛିତ ଅଛି, ତେବେ ଗୋଲାମ ହେବାର, ଭିକ ମାଗିବାର ଏବଂ ପ୍ରାର୍ଥନା କରିବାର ଦରକାର ନାହିଁ। ଯିଏ ଆପଣଙ୍କୁ ସ୍ୱତନ୍ତ୍ର ଏବଂ ଜୀବନ ମୁକ୍ତ ନ କରି ଦାସ, ଗୋଲାମ ଏବଂ କାହାରି ପ୍ରାର୍ଥୀ ତିଆରି କରେ ଏବଂ ଆପଣଙ୍କଠାରେ ଲୁଚିଥିବା ଗ୍ରନ୍ଥାଘରକୁ ଆପଣଙ୍କୁ କୁହେ ନାହିଁ, ସେ ଆପଣଙ୍କର ଗୁରୁ କେବେ ନୁହେଁ। ସେ ଆପଣଙ୍କର ପଥ ପ୍ରଦର୍ଶକ ମଧ୍ୟ ନୁହେଁ। ପ୍ରକୃତ ପଥ ପ୍ରଦର୍ଶକ ଏବଂ ସଦ୍ଗୁରୁ ସେହି ଆତ୍ମଜ୍ଞାନୀ ଯୋଗୀ, ଯିଏ ନିଷ୍ପକ୍ଷ ନିର୍ଭୟ ହୋଇ ନିଜର ଶିଷ୍ୟକୁ ସଦ୍ ଆତ୍ମଜ୍ଞାନ ବତାଇ ଦିଏ। ବଡ଼ ବଡ଼ ଧନୀମାନଙ୍କର ଅର୍ଥରେ ଘର ଏବଂ ଧନ ରଖିବାର ଟ୍ରେଜେରୀ ବା ଲୁହା ସିନ୍ଦୁକ ଅଲଗା ରହେ ଏବଂ ସାଧାରଣ ଖର୍ଚ୍ଚ ପାଇଁ କିଛି ଟଙ୍କା ଅଲଗା ବାହାର କରି ରଖାଯାଏ, ଯାହାକୁ ଏକ ସାଧାରଣ ବାକ୍ସରେ ରଖାଯାଏ ଏବଂ ଖର୍ଚ୍ଚ କରାଯାଏ। ଗୋଟିଏ ବହୁତ ବଡ଼ ସହରରେ ଏଭଳି ଦୁଇଟି ଧନୀର ସନ୍ତାନ ରହୁଥିଲେ। ସେମାନଙ୍କ ପିତା ଏମିତି ଅବସ୍ଥାରେ ରହୁଥିଲେ ଯେ ସେମାନଙ୍କୁ କୋଷ ଗୃହ ଦେଖାଇ ନଥିଲେ କି ତା'ର ଚାବି ମଧ୍ୟ ଦେଇନଥିଲେ। ସାଧାରଣ ଖର୍ଚ୍ଚ ପାଇଁ ଯେଉଁ ଟଙ୍କା ବାହାରେ ଥିଲା, ସେଥିରେ ଏବଂ ନିତ୍ୟ ଆମଦାନୀ ଟଙ୍କାରେ ଖର୍ଚ୍ଚ ଚଳେ। ଦୁଇଟି ଯାକ ସନ୍ତାନର ବିବାହ ସମୟ ଆସିଲା। ସେମାନେ ଚିନ୍ତିତ ଯେ ଏମିତି ବିଶେଷ ବ୍ୟୟର ଅବସର ଆସିଲେ କେମିତି କାମ ଚଳିବ। ଜଣେ ଧନୀ ପୁତ୍ରର ନାମ ରାମଦାସ ଏବଂ ଅନ୍ୟର ନାମ ଆତ୍ମରାମ। ରାମଦାସକୁ ଜଣେ ଗୁରୁ ମିଳିଲା। ସେ ରାମଦାସ ଘର ଚିନ୍ତା ଦୂର କରିବାକୁ ତାକୁ ଜଣେ ମହାଜନ ଘର ଦେଖାଇଦେଲା, ଯାହାଠାରୁ ସମୟ ସମୟରେ ଋଣ ନେଇ ନିଜ ଖର୍ଚ୍ଚ ଚଳାଏ। ମାତ୍ର ଏଣେ ଆତ୍ମରାମକୁ ଜଣେ ସଚ୍ଚା ସଦ୍ଗୁରୁ ମିଳିଗଲେ, ଯେ କି ଆତ୍ମରାମର ଚିନ୍ତା ଦେଖି କହିଲେ, ତୁମେ ବଡ଼ ଭୁଲ କରୁଛ। ଧନ ତ ତୁମରି ପାଖରେ ଅଛି। ଦେଖ, ଏ ହେଲା ଚାବିର ଗୁଚ୍ଛା ଏବଂ ଏହା ଧନର ଘର, ଯେଉଁଠି ସୁନାରୂପା ଭରା ଟ୍ରେଜେରୀ ଭର୍ତ୍ତି ହୋଇଛି। ପ୍ରଥମ ଭକ୍ତ ରାମଦାସର ଗୁରୁ ସେହି ଗୁରୁ ସହ ସମାନ, ଯେ ନିଜର ଶିଷ୍ୟକୁ କହି ଦେବୀ ଦେବତା ବା କେହି ନିରାକାର ସାକାର ଈଶ୍ୱର ରୂପୀ ମହାଜନ ଘର ଦେଖାଇଦେଲା। ମାତ୍ର ପ୍ରକୃତ ସଦ୍ଗୁରୁ ସେହି,
ଯେ ଆତ୍ମଜ୍ଞାନ ଦ୍ୱାରା ନିଜର ଶିଷ୍ୟକୁ ତାର ଅନ୍ତରାତ୍ମାର ପରିଚୟ କରାଇଦେଲା। ଯେଉଁ ଆତ୍ମା ଅପାର ଅନନ୍ତ ଧନ ଶକ୍ତିର ଗ୍ରନ୍ଥାଘର ସଦ୍ଗୁରୁ ଆତ୍ମଜ୍ଞାନ ଦେଇ ଗ୍ରନ୍ଥାଘର ଦେଖାଇ ଦିଏ ଏବଂ ଯୋଗ ରୂପକ ଚାବି ଦେଇ ତାର ଟ୍ରେଜେରୀରେ ଲଗାଇବାର ପ୍ରୟୋଗ ବତାଇ ଦିଏ। ଯୋଗ ସାଧନ ରୂପୀ ଚାବିକୁ ପ୍ରୟୋଗ କରି ସେସବୁ ଟ୍ରେଜେରୀ ଖୋଲି ନିଜର ଆବଶ୍ୟକତା ଅନୁସାରେ ସେଥିରୁ ଧନ ବାହାର କରି ବ୍ୟୟ କରିବା ଆପଣଙ୍କର କାମ। ଏଥିପାଇଁ ଏହାର ଏମିତି ଜ୍ଞାନ ପ୍ରାପ୍ତ କରିନିଅନ୍ତୁ ଯେପରି ଏହାକୁ ଆପଣ କେବେ ନ ଭୁଲନ୍ତୁ। ଏହା ଆପଣଙ୍କର କାମ। ଏହି ପ୍ରସଙ୍ଗରେ ଯେତେ ଅଧିକ ବିଚାର କରିବେ ସେତେ ଅଧିକ ଏହାର ଗୂଢ଼ ଅର୍ଥକୁ ବୁଝିପାରିବେ। ଏହାର ଗୂଢ଼ ଅର୍ଥକୁ ବୁଝିବା ପାଇଁ ଏବଂ ଆତ୍ମାର ମହତ୍ଵ ଜାଣିବା ପାଇଁ ମଣି ସମାଜର ଗ୍ରନ୍ଥକୁ ଅନେକ ଥର ଆଦ୍ୟରୁ ପ୍ରାନ୍ତ ପଢ଼ିବା ଉଚିତ। ମୁଁ ତ କହିବି ଜୀବନସାରା ପଢ଼ିବା ଉଚିତ। ଏ ଗ୍ରନ୍ଥ ମାତ୍ର ଥରେ ଅଧେ ପଢ଼ିଲେ ବୁଝି ହୁଏ ନାହିଁ। ନିତ୍ୟ ଏସବୁ ପାଠକୁ ପାଠ କରିବା ଦ୍ୱାରା ମନୁଷ୍ୟ ଆତ୍ମଜ୍ଞାନର ବା ନିଜର ସ୍ୱରୂପରୁ ଅଲଗା ହୁଏ ନାହିଁ।